ଯେତେବେଳେ ଦେଖିବ ମଣିଷ ତୁମକୁ ପ୍ରଣାମ କରୁଛି ଆଉ ସେଥିରେ ତୁମର ବିଶେଷ କିଛି ଆପତ୍ତି ହେଉନାହିଁ, ମୌଖିକ ଥରେ ଥରେ ଆପତ୍ତି କରୁଛ ସତ, ମନରେ ଗୋଟାଏ କିଛି ହେଉନାହିଁ, ମନରେ ବିଶେଷ କିଛି ଗୋଟାଏ ହେଉନାହିଁ, ସେତେବେଳେ ହିଁ ଠିକ୍ ଜାଣିଥାଅ ଅନ୍ତରରେ ଚୋର ପରି ହାମ୍ବଡ଼ାଇ ପଶିଛି। ତୁମେ ଯେତେ ଶୀଘ୍ର ପାର ସାବଧାନ ହୁଅ, ନତୁବା ନିଶ୍ଚୟ ଅଧପାତେ ଯିବ। ଆଉ ଯେତେବେଳେ କେହି ପ୍ରଣାମ କରିଲେ ହିଁ ସଙ୍ଗେ ସଙ୍ଗେ ଦିନଟାରେ ତୁମର ମଥା ନଇଁ ଯାଉଛି, ସେବା ନେବାକୁ ମନ ଆଦୌ ରାଜି ନୁହେଁ, ବରଂ ସେବା କରିବାକୁ ମନ ସବୁ ସମୟରେ ବ୍ୟସ୍ତ ରହୁଛି, ଆଦର୍ଶର କଥା କହିଲେ ପ୍ରାଣରେ ଆନନ୍ଦ ବୋଧ ହେଉଛି, ତୁମର ଭୟ ନାହିଁ, ତୁମେ ମଙ୍ଗଳର କୋଳରେ ରହିଛ, ଆଉ ନିୟତ ଆହୁରି ବେଶୀ ରହିବାକୁ ସେହିପରି ଚେଷ୍ଟା କର। ତୁମେ ଲତାର ସ୍ୱଭାବ ଅବଲମ୍ବନ କର, ଆଉ ଆଦର୍ଶ ରୂପକ ବୃକ୍ଷକୁ ଜଳାଇ ଧର, ସିଦ୍ଧ କାମ ହେବ। ଯଦି ତୁମର ଆଦର୍ଶର କଥା କହିଲେ ଆନନ୍ଦ, ଶୁଣିଲେ ଆନନ୍ଦ, ତାଙ୍କର ଚିନ୍ତାରେ ଆନନ୍ଦ, ତାଙ୍କ ହୁକୁମ ପାଇଲେ ଆନନ୍ଦ, ତାଙ୍କ ଆଦରରେ ଆନନ୍ଦ, ଅନାଦରରେ ମଧ୍ୟ ଆନନ୍ଦ ହୁଏ, ତାଙ୍କ ନାମରେ ହୃଦୟ ଉଛୁଳି ଉଠେ, ମୁଁ ନିଶ୍ଚୟ କହୁଛି ତୁମର ଉନ୍ନୟନ ପାଇଁ ଆଉ ଭାବିବାକୁ ହେବ ନାହିଁ। ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ ନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ। ତୁମେ ଭକ୍ତି ରୂପକ ଜଳ ତ୍ୟାଗ କରି ଆସକ୍ତି ରୂପକ ବାଲି ଚଢ଼ାରେ ବହୁତ ଦୂର ଯାଅ ନାହିଁ। ଦୁଃଖ ରୂପକ ସୂର୍ଯ୍ୟ ତାପରେ ବାଲି ଚଢ଼ା ଗରମ ହେଲେ ଫେରି ଆସିବା ମୁସ୍କିଲ ହେବ। ଅଳ୍ପ ଉତ୍ତପ୍ତ ହେଇ ହେଉ ଯଦି ଫେରି ଆସି ନ ପାର, ତେବେ ସୁଖୀ ମରିବାକୁ ହେବ। ଭାବମୁଖୀ ହୋଇ ରହିବାକୁ ଚେଷ୍ଟା କର, ପତିତ ହେବ ନାହିଁ, ବରଂ ଅଗ୍ରସର ହେଉଥିବ। ଗୁରୁମୁଖୀ ହେବାକୁ ଚେଷ୍ଟା କର, ଆଉ ମନର ଅନୁସରଣ କର ନାହିଁ। ଉନ୍ନତି ତୁମକୁ କୌଣସି ମତେ ତ୍ୟାଗ କରିବ ନାହିଁ। ବିବେକକୁ ଅବଲମ୍ବନ କର, ଆଉ ମନର ଅନୁସରଣ କର ନାହିଁ। ଉଦାରତା ତୁମକୁ କେବେ ହେଲେ ତ୍ୟାଗ କରିବ ନାହିଁ। ସତ୍ୟକୁ ଆଶ୍ରୟ କର, ଆଉ ଅସତ୍ୟର ଅନୁଗମନ କର ନାହିଁ। ଶାନ୍ତି ତୁମକୁ କୌଣସି ମତେ ଛାଡ଼ି ରହିବ ନାହିଁ। ଦୀନତାକୁ ଅନ୍ତରରେ ସ୍ଥାନ ଦିଅ। ଅହଙ୍କାର ତୁମର କିଛି ବି କରିପାରିବ ନାହିଁ। ଯାହା ତ୍ୟାଗ କରିବାକୁ ହେବ, ତା ଆଡ଼କୁ ଆକୃଷ୍ଟ ବା ଆସକ୍ତ ହୁଅ ନାହିଁ, ଦୁଃଖରୁ ରକ୍ଷା ପାଇବ।